ଟ୍ରମ୍ପଙ୍କ ଧମକ ଏବଂ ତାରିଫ ଆକ୍ସନ ପରେ ରୁଷ ତୈଳ କିଣିବା ବନ୍ଦ କଲା କି ଭାରତ? ରୁଷଠାରୁ ତୈଳ କିଣୁଥିବାରୁ 25% ପେନାଲ୍ଟି ଲଗାଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବେ ଆମେରିକାର ରାଷ୍ଟ୍ରପତି କହୁଛନ୍ତି, ମୁଁ ଶୁଣିବାକୁ ପାଉଅଛି ଏବେ ରୁଷିଆ ଠାରୁ ଭାରତ ତେଲ କିଣୁନାହିଁ। କ'ଣ ହେବ ତାହା ଦେଖିବ ବୋଲି ଟ୍ରମ୍ପ କହିଛନ୍ତି। ତେବେ ମୁଁ ତାହା ଜାଣିଲି, ଏହା ଠିକ୍ ଭୁଲ ତାହା ଜାଣିଲି। ତେବେ ଏହା ଏକ ଭୁଲ ପଦକ୍ଷେପ। ଆମେରିକା ଏହାକୁ ସକାରାତ୍ମକ ଭାବରେ ଗ୍ରହଣ କରିବ ବୋଲି ଟ୍ରମ୍ପ କହିଛନ୍ତି। ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମରେ ଖବର ପ୍ରକାଶ ପାଉଅଛି, ଭାରତର ସରକାରୀ ରିଫାଇନାରୀ ଗୁଡ଼ିକ ଗତ ସପ୍ତାହ ଧରି ରୁଷ ତେଲ କିଣି ନାହାନ୍ତି। ଖବର ମୁତାବିକ ଇଣ୍ଡିଆନ୍ ଅଏଲ, ହିନ୍ଦୁସ୍ତାନ ପେଟ୍ରୋଲିୟମ, ଭାରତ ପେଟ୍ରୋଲିୟମ, ମାଙ୍ଗାଲୋର ରିଫାଇନାରୀ, ପେଟ୍ରୋକେମିକାଲ ଆଦି ଗତ ସପ୍ତାହ ହେଲା ରୁଷ ତେଲ କିଣି ନାହାନ୍ତି। କିନ୍ତୁ ତୈଳ କମ୍ପାନୀ କିମ୍ବା ସରକାରଙ୍କ ତରଫରୁ ଏ ସମ୍ପର୍କରେ କୌଣସି ବିଧିବଦ୍ଧ ସୂଚନା ମିଳିନାହିଁ। ସମୁଦ୍ର ପଥ ଦେଇ ରୁଷଠାରୁ ତୈଳ କିଣିବାରେ ଭାରତ ସବୁଠାରୁ ବଡ଼ କ୍ରେତା। ୟୁକ୍ରେନ ଯୁଦ୍ଧ ସମୟରେ ଏହା ବଡ଼ ରାଜସ୍ୱ ଥିଲା। ରୁଷର ମୋଟ ତୈଳ ରପ୍ତାନିର 35% ଭାରତକୁ ଆସୁଥିଲା। ରୁଷ ତେଲକୁ ନେଇ ଟ୍ରମ୍ପ ଭାରତକୁ ତାରିଫ ଧମକ ଦେଇଥିଲେ। ଶେଷରେ 25% ତାରିଫ ସହିତ ପେନାଲ୍ଟି ଲଗାଇଥିଲେ। ଏବେ ଭାରତ ବନ୍ଦ କରିଥିବା ଖବର ଆସିଛି। ତାପରେ କୁହାଯାଉଛି 2022ରେ ଯୁଦ୍ଧ ଆରମ୍ଭ ପରେ ରୁଷ ତାର ତୈଳ ଉପରେ ଅଧିକ ରିହାତି ପ୍ରଦାନ କରିଥିଲା। କିନ୍ତୁ ରିହାତି ଏବେ ଧୀରେ ଧୀରେ ହ୍ରାସ ପାଉଛି। ତେଣୁ ଭାରତୀୟ କମ୍ପାନୀ ରୁଷ ତେଲ କିଣିବା କମାଇଛନ୍ତି। ରୁଷ ବଦଳରେ ମଧ୍ୟପ୍ରାଚ୍ୟର ଓ ପଶ୍ଚିମ ଆଫ୍ରିକାରୁ ତୈଳ କିଣିବା ଆରମ୍ଭ କରିଛନ୍ତି। ଆପଣମାନେ ଖବର ଶୁଣିଲେ ଭଞ୍ଜଭୂମି ୟୁଟ୍ୟୁବ୍ ଚ୍ୟାନେଲରୁ। ଧନ୍ୟବାଦ।